ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ, ପୁଣି ତୁରୀ ଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି, ତାହା କହିଲା, ଏଠାକୁ ଉଠି ଆସ, ଯାହା ସବୁ ଏହା ପରେ ଅବଶ୍ୟ ଘଟିବ, ଏହିସବୁ ଆମେ ତୁମକୁ ଦେଖାଇବୁ। ସେହି କ୍ଷଣି ମୁଁ ଆତ୍ମାରେ ଆବିଷ୍ଟ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି ସିଂହାସନ ଉପରେ ଜଣେ ଉପବିଷ୍ଟ ଅଛନ୍ତି। ଉପବିଷ୍ଟ ବ୍ୟକ୍ତିଙ୍କର ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତ ମଣି ତୁଲ୍ୟ। ପୁଣି ସିଂହାସନ ଚତୁର୍ଦିଗରେ 24ଟି ସିଂହାସନ ସ୍ଥାପିତ, ଓ ସିଂହାସନ ଗୁଡ଼ିକ ଉପରେ 24 ପ୍ରାଚୀନ ଉପବିଷ୍ଟ। ସେମାନେ ଶୁକ୍ଳ ବସ୍ତ୍ର ପରିହିତ, ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ। ସିଂହାସନ ମଧ୍ୟରେ ବିଦ୍ୟୁତ୍ ବିବିଧ ସ୍ୱର ଓ ମେଘଗର୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି। ଏହି ସପ୍ତ ପ୍ରଦୀପ ଈଶ୍ୱରଙ୍କ ସପ୍ତ ଆତ୍ମା। ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର। ସିଂହାସନ ଚତୁର୍ଦିଗରେ ମଧ୍ୟସ୍ଥଳୀରେ 4 ପ୍ରାଣୀ, ସେମାନଙ୍କର ଅଗ୍ର ଓ ପଶ୍ଚାତ୍ ଚକ୍ଷୁରେ ପରିପୂର୍ଣ୍ଣ। ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗରୁ ସଦୃଶ, ତୃତୀୟ ପ୍ରାଣୀ ମୁଖ ମନୁଷ୍ୟ ମୁଖ ସଦୃଶ, ପୁଣି ଚତୁର୍ଥ ପ୍ରାଣୀ ଉଡ୍ଡୀୟମାନଙ୍କ ଉଗ୍ରସ ପକ୍ଷୀ ସଦୃଶ। ପ୍ରତ୍ୟେକ ପ୍ରାଣୀର 6 ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ। ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି ଯେ ସର୍ବଶକ୍ତିମାନ, ଯେ ଭୂତ, ବର୍ତ୍ତମାନ ଓ ଭବିଷ୍ୟତ, ସେହି ପ୍ରଭୁ ଈଶ୍ୱର ପବିତ୍ର, ପବିତ୍ର, ପବିତ୍ର। ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ପବିତ୍ର ନିତ୍ୟ ଜୀବିତ ବ୍ୟକ୍ତିକୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, ସେତେବେଳେ 24 ପ୍ରାଚୀନ ସିଂହାସନ ପବିତ୍ର ବ୍ୟକ୍ତିଙ୍କ ଛାମୁରେ ଉଗୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି, ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇ ଦେଇ କହନ୍ତି, ହେ ଆମମାନଙ୍କର ପ୍ରଭୁ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟଳ। ତୁମ୍ଭ ମସ୍ତକ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତ୍ୱ ପ୍ରାପ୍ତ ହୋଇ ସୃଷ୍ଟି ହୋଇଅଛି। स्वर्ग पृथ्वी सृष्टिकर्ता सदाप्रभु तांका पवित्र महानाम पर धन्यवाद। जे परमेश्वर विविध दया अनुग्रह द्वारा जे आम मैंने बंची अच्छु ये अंधकारमय जगत में सबकि परमेश्वर अनुग्रह दया आम किसी नहीं। मनुष्य निज जीवन को सब बेले सुसज्जित कर जीवन को रक्षा कर जगत में बचवार अच्छे। और जगत अनेक लोक विभिन्न प्रकार माध्यम यात्रा कर पूजा प्रशंसा आराधना कर भजन कीर्तन किंतु आम देखु एक पवित्र सत्य जीवंत परमेश्वर जे कि महान परमेश्वर से और से निजक मनुष्य द्वारा सृष्टि द्वारा पूजा पाइबा चाहते। आम अनेक लोक मिछ मिछरे पूजा कर भजन कीर्तन कर किंतु बाइबल लिखा जाए सत्य पवित्र परमेश्वर से जे कि प्रभु यीशु ख्रीष्ट अटंती। प्रभु यीशु ख्रीष्ट को सत्य पवित्र द्वारा पूजा प्रशंसा करवा या तांकर महान इच्छा और तांकर आज्ञा। यही बाइबल शेष पुस्तक 66 नंबर पुस्तक प्रकाशित वाक्य 4:1-11 लिखा जाए। प्रिय मैंने जो परमेश्वर पवित्र धार्मिक अटंती। स्वर्ग राज्य में पूजा प्रशंसा आराधना होछि। मुख्य विषय है स्वर्गर एक दर्शन। स्वर्ग राज्य में दर्शन देखुंत प्रभु दास प्रेरित जॉन द सेंट अपोस्टल पॉल सेंट अपोस्टल जॉन बोल कहते। आ दर्शन जीवन में बहुत दुख थिला। चारिया समुद्र मझे पद्मस टापू था आ से टापुरे रखागला। देखो परमेश्वर मनुष्य जीवन में दुख कष्ट जीवन सहित मृत्यु सहित संग्रह कर सुनाड़े आ समय परमेश्वर आसते जिते आम पिला माने दुख सुख बहुत कष्ट दुख थे ज्वर कि जेको समस्या थे बापा माँ से समय बेस घनिष्ठ पाखे रहते। तो सेमती प्रिय मान देखुचे आम
ଯେତେବେଳେ ଯେକୌଣସି ପରୀକ୍ଷା ଆସେ ମଣିଷକୁ ସେ ପରୀକ୍ଷା ସମୟରେ ମଣିଷକୁ କଷ୍ଟ ଲାଗିବ, କିନ୍ତୁ ତାପରେ ତାଙ୍କ ପାଇଁ ଆଶୀର୍ବାଦ ଅଛି, ସୁଖ ଅଛି। ଏରେ ପ୍ରଭୁଙ୍କ ଦାସ ଆଉ ପଦ୍ମସ୍ ଟାପୁରେ ଚାରିଆଡ଼େ ସମୁଦ୍ର ମଝିରେ ଟାପୁ ଅଛି, ସେ ପାଣି ନଥିବ, ବାଲି ଗଦା ଉପରେ ଥିବ, ଚାରିଆଡ଼େ ସମୁଦ୍ର ମଝିରେ ଛୋଟ ପାହାଡ଼ ପରି, ଆଉ ସେଠି ସେ ଅଛନ୍ତି। ଆଉ ତାଙ୍କୁ ବିଭିନ୍ନ ମାଧ୍ୟମରେ ଚେଷ୍ଟା କଲେ ମରିବା ପାଇଁ, ସେ ମରିଲେ ନାହିଁ। ଗରମ ତେଲରେ ପକାଇଲେ ସେ ମରିଲେ ନାହିଁ, ତାକୁ କେମିତି କଲେ ସେ ମରୁ ନାହିଁ, ଏଥିପାଇଁ ସେ ଟାପୁରୁ ଛାଡ଼ିଦେଲେ। ହେଲେ ପ୍ରିୟମାନେ, ଆଉ ଏହି ସମୟରେ ସ୍ୱର୍ଗର ସବୁକିଛି ଖୋଲା ହେଇଗଲା, ସ୍ୱର୍ଗ ରାଜ୍ୟ ପୁରା ଖୋଲା ହେଇଗଲା। ଆଉ ସ୍ୱର୍ଗର ଦର୍ଶନ ସେ ଦେଖୁଛନ୍ତି। ଦର୍ଶନ କହିଲେ ମଣିଷ ଛେତା ଥିବ, ଆଉ ଆଖିରେ ଦେଖିବାଟା ହେଉଛି ଦର୍ଶନ, ଆଖି ବନ୍ଦ କରି କିମ୍ବା ଆଖି ଖୋଲା କରି ମଧ୍ୟ ସ୍ୱର୍ଗର ସବୁ ଦର୍ଶନ ଦେଖୁଛନ୍ତି ସେ। ଆଉ ଦେଖିଲା ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ପବିତ୍ର ଆତ୍ମାଙ୍କ ଦ୍ୱାରା, ସ୍ୱର୍ଗୀୟ ଦୂତଙ୍କ ଦ୍ୱାରା, ତୁମେ ଲେଖ, ଏସବୁ ଲେଖିକି ସାଙ୍ଗେ ସାଙ୍ଗେ ସାରା ଜଗତରେ ତୁମେ ପଠାଅ, ସମସ୍ତ ଲୋକ ଜାଣିବାର ଅଛି। ଏ ସ୍ୱର୍ଗରେ ଏକ ମହାନ ଦର୍ଶନ ହେଉଛି ପ୍ରିୟମାନେ ଆରାଧନା। ଦିନ ରାତି ଆରାଧନା ଚାଲିଛି ସ୍ୱର୍ଗ ରାଜ୍ୟରେ। ସେ ସର୍ବଶକ୍ତିମାନ ପରମେଶ୍ୱର, ତାଙ୍କ ନାମ ଧନ୍ୟବାଦ, ମହିମା, ପ୍ରଶଂସା। ଏର ପ୍ରିୟମାନେ, ମନୁଷ୍ୟର ଜୀବନରେ ମୁଖ୍ୟ ବିଷୟ ମହାନ ଆଜ୍ଞା ହେଉଛି ପରମେଶ୍ୱରଙ୍କର, ସେମାନେ ଈଶ୍ୱରଙ୍କୁ ପ୍ରେମ, ଭକ୍ତି, ବିଶ୍ୱାସ କରନ୍ତୁ। ଏସବୁ ସହିତ ଆରାଧନା କରନ୍ତୁ, ଭଜନ କୀର୍ତ୍ତନ କରନ୍ତୁ। ବିଶ୍ୱାସ, ପ୍ରେମ, ଭକ୍ତି ଆଉ ମୁକ୍ତି ପାଇବେ ସେମାନେ। ବିଶ୍ୱାସ, ପ୍ରେମ, ଭକ୍ତି କଲେ ମୁକ୍ତି ପାଇବେ। ଆଉ 4 ନମ୍ବର ଯେଉଁ ଆମେ ଦେଖିଛୁ, ଏସବୁ ଦ୍ୱାରା ତୁମେ କ'ଣ କର? ବିଶ୍ୱାସ, ଭକ୍ତି, ପ୍ରେମ ଦ୍ୱାରା ମୋତେ ତୁମେ ଭଜନ କୀର୍ତ୍ତନ କର, ମୋତେ ଆରାଧନା କର। ହାଲେଲୁୟା ହାଲେଲୁୟା କହି ଦିନରେ ତୁମେ ମୋତେ ଆରାଧନା କର ବୋଲି ପରମେଶ୍ୱର ଆଜ୍ଞା ଦେଇଛନ୍ତି। ଏଣୁ ସ୍ୱର୍ଗ ରାଜ୍ୟରେ ଦିନ ରାତି ଆରାଧନା ଚାଲିଛି। ନୂଆ ନୂଆ ଗୀତ ଗାନ କରି କୋଟି ଦୂତମାନେ ତାଙ୍କର ସିଂହାସନ ଚାରିଆଡ଼େ ବୁଲି ବୁଲି ନାଚି ନାଚି ଆରାଧନା କରୁଛନ୍ତି। ଆଉ ସେମାନେ ସ୍ୱର୍ଗ ରାଜ୍ୟରେ ତ ରକ୍ତମାଂସ ମଣିଷ ଜୀବ ନାହିଁ, ଏ ମଣିଷର ଆତ୍ମା ମଣିଷ ଭାବେ ଦେଖାଯିବ। ଧଳା ବସ୍ତ୍ରରେ ପିନ୍ଧି ଧଳା ହୋଇ ସେ ମଣିଷ ଭାବେ ଦେଖାଯିବେ, କିନ୍ତୁ ଏ ଆତ୍ମାର ମଣିଷ ସେଠାରେ ଦେଖାଯିବ, କିନ୍ତୁ ରକ୍ତମାଂସ ନଥିବ। ଆତ୍ମା ପରମେଶ୍ୱର ସମାନ, ପରମେଶ୍ୱର ଆତ୍ମା, ଦୂତମାନେ ଆତ୍ମା। କିନ୍ତୁ ପରମେଶ୍ୱର ପାଖରେ ଆମେ ଜଗତ ଯେମିତି ବିଶ୍ୱାସ, ଭକ୍ତି, ପ୍ରେମ କରିବା, ତା ସହିତ ଭଜନ କୀର୍ତ୍ତନ କରିବା, ଆରାଧନା କରିବା, ଗୀତ ଗାଇବା, ତାଙ୍କ ସେବା କରିବା, ତାଙ୍କ ପ୍ରଶଂସା କରିବା, ସ୍ୱର୍ଗରେ ବି ସେମିତି କରିବେ। ହାଲେଲୁୟା ହାଲେଲୁୟା। ଏଥିପାଇଁ ପରମେଶ୍ୱର କ'ଣ କରିବାର ଅଛି? ଆମେ ସବୁବେଳେ ଆରାଧନା କରିବାର ଅଛି। 24 ଘଣ୍ଟା ବୁଲିଲା ବେଲେ, ଶୋଇଲା ବେଲେ, କାମ କଲା ବେଲେ, ଗାଧେଇଲା ବେଲେ ସବୁବେଳେ ପ୍ରଭୁଙ୍କୁ ଧନ୍ୟବାଦ ଧନ୍ୟବାଦ। ପ୍ରଭୁ ଯେକୌଣସି ଗୀତ ଜାଣିଥିବେ ସେ ଗୀତ ଗାଇ ଗାଇ କରି ଗାଧେଇବାର ଅଛି, ସେ ଗୀତ ଗାଇ ଗାଇ ମାନେ ଚାଲୁଥିବାର ଅଛି, ବସୁଥିବାର ଅଛି, ବସ୍ରେ, କାରରେ, ଗାଡ଼ିରେ, ଯୁଆଡ଼େ ଗଲେ 24 ଘଣ୍ଟା ତାଙ୍କୁ ଧନ୍ୟବାଦ ଦେବାର ଅଛି। 24 ଘଣ୍ଟା ପ୍ରଭୁ ଧନ୍ୟବାଦ ପିତା, ମୋତେ ବଞ୍ଚାଇ ରଖିଛୁ ତୁମେ ଜଗତରେ। ପ୍ରଭୁ ଧନ୍ୟବାଦ ଧନ୍ୟବାଦ ପରମେଶ୍ୱର, ଧନ୍ୟବାଦ ବୋଲି ପ୍ରଭୁଙ୍କୁ 24 ଘଣ୍ଟା ଧନ୍ୟବାଦ ଦେବାର ଅଛି। ଆଉ ଗୁଣଗୁଣ କରି ଗୀତ ବି ଗାଉଥିବାର ଅଛି, ଜୋର ସେ ଧୀରେ ଏମିତି ଯେମିତି ସୁବିଧା ସେମିତି ଆମେ ଗାଉଥିବାର ଅଛି। ତେବେ ପରମେଶ୍ୱର ବହୁତ ଖୁସି ହେବେ। ଏହା ଅର୍ଥ ହେଲା ବିଶ୍ୱାସ, ପ୍ରେମ, ଭକ୍ତି। ଏ ତିନିଟା ସହିତ ଆମେ ଈଶ୍ୱରଙ୍କୁ 24 ଘଣ୍ଟା ଧନ୍ୟବାଦ ଦେବା, ପ୍ରଶଂସା କଲେ କ'ଣ ହେବ? ସେ ପରମେଶ୍ୱର ବହୁତ ଖୁସି ହେଇଯିବେ, ଆଉ ସେ ଆଶୀର୍ବାଦ କରିବେ, ଆମମାନଙ୍କର ପ୍ରତ୍ୟେକ ମନସ୍କାମନା ସେ ସଫଳ କରିବେ। ହାଲେଲୁୟା ହାଲେଲୁୟା। ଏନୁ ଆମେ ଦେଖୁଛୁ ସ୍ପଷ୍ଟ ଭାବରେ ଲେଖା ହେଇଛି ଯେ ପ୍ରଭୁ ଯୀଶୁ ମଣ୍ଡଳୀମାନଙ୍କୁ, ବିଶ୍ୱାସମାନଙ୍କୁ, ସାରା ଜଗତ ଲୋକଙ୍କୁ ଠିକ୍ ଭାବରେ ଏ ପ୍ରକାର ସମ୍ବାଦ ସେ ଦେଇଛନ୍ତି। ଆଉ ଯେଉଁ ସର୍ବଶକ୍ତିମାନ ପରମେଶ୍ୱର ଈଶ୍ୱରୀୟ ସୃଷ୍ଟି, ତାଙ୍କର ସୃଷ୍ଟିକୁ ଯେ ପରମେଶ୍ୱର ଆଗାମୀ ଆଉ ଘଟଣା ସବୁ ତାଙ୍କର ଲୋକଙ୍କ ପାଖରେ ସେ ପ୍ରକାଶ କରନ୍ତି। ଯେଉଁମାନଙ୍କ ଦର୍ଶନ ଦେଇ ସେ କହୁଛନ୍ତି, ଯେଉଁଠାରେ କି ରାଜାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି, ସେଠାରେ ସେ ଐଶ୍ୱର୍ଯ୍ୟ ଭାବରେ ଅବର୍ଣ୍ଣନୀୟ ଗୌରବରେ ରାଜତ୍ୱ କରନ୍ତି। 4:1-3 ସର୍ବଶକ୍ତିମାନ ଉପବିଷ୍ଟ ଥିବା ସେହି ସ୍ଥାନ, ସେହି ସିଂହାସନ ଯେପରି ଏପରିକ ଆଉ ବୃହତ ବହୁ 34 କୋଣ କ୍ଷେତ୍ର ମଧ୍ୟରେ ରହିଅଛି, ଯାହାକି ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର ପରି ଦୃଶ୍ୟମାନ ହୁଏ।
ସିଂହାସନ ମଧ୍ୟରୁ ନିର୍ଗତ ହେଉଥିବା ବିଦ୍ୟୁତ୍ ଏବଂ ଗର୍ଜନ ପୁଣି ସିଂହାସନ ସମ୍ମୁଖରେ ସମସ୍ତ କିଛି ଅବଲମ୍ବନ କରୁଥିବା ଈଶ୍ୱରଙ୍କର ଆତ୍ମାଙ୍କର ଜ୍ୱଳନ୍ତ ସାମର୍ଥ୍ୟ ହିଁ ସର୍ବଶକ୍ତିମାନ ଈଶ୍ୱରଙ୍କର ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଅଟେ। ହାଲେଲୁୟା ହାଲେଲୁୟା। ଆଶ୍ଚର୍ଯ୍ୟଜନକ ଚିତ୍ର ପ୍ରକାଶ ସେ କରିଛନ୍ତି ଏଠାରେ। ଏ ସମୁଦ୍ର ଏ କାଛ ସମୁଦ୍ର ଏତେ ସ୍ଫଟିକ କ୍ଲିୟର ଯେ ଆମେ ଦେଖୁ କାଛ ସମୁଦ୍ର କାଛ ଯଦି ଦେଖୁଛୁ ବହୁତ କ୍ଲିୟର ଥିବ, ବହୁତ ସଫା ଥିବ ସେ କାଛଟା। ତ ଏପଟେ ସେପଟେ ଦେଖାଯିବ। ଆଉ କିଛି କାଛ ଦର୍ପଣକୁ ବ୍ୟାକ୍ ସାଇଡ଼୍ରେ କଲର୍ ପ୍ରିଣ୍ଟ ଦିଆହେବ, କିନ୍ତୁ ଆମେ ଦେଖିବା ଏଠାରେ ଦୁଇ ଆଡ଼କୁ ଦୃଶ୍ୟମାନ ହେବ। ଯେଉଁ କାଛ ବସ୍ ମାନଙ୍କୁ ସବୁ ଜାଗାରେ ଲାଗିଛି, ଏଆଡ଼େ ଦେଖିଲେ ଭିତରେ ବାହାରେ ଦେଖାଯିବ। ତ ଏ କାଛ ପବିତ୍ର ଆତ୍ମା କହନ୍ତି। ଏ ସମୁଦ୍ର କାଛମୟ ସମୁଦ୍ର ପବିତ୍ର ଆତ୍ମା। ଏଣୁ ଦିନ ରାତି ପବିତ୍ର ଆତ୍ମା ସବୁଠାରେ ପ୍ରଥମ ସ୍ଥାନରେ ରହନ୍ତି, ସ୍ୱର୍ଗରେ ପୃଥିବୀ ସବୁ ଜାଗାରେ। ସେ ସମସ୍ତଙ୍କ ମିଳିମିଶି ଈଶ୍ୱରଙ୍କର ଆରାଧନା କରୁଛନ୍ତି। ହାଲେଲୁୟା। ତାଙ୍କର ଶକ୍ତି ସାମର୍ଥ୍ୟକୁ, ନିଜର ମହିମାକୁ, ନିଜ ବୁଦ୍ଧି ଜ୍ଞାନକୁ, ତାଙ୍କର ପାୱାରକୁ, ତାଙ୍କ ନଲେଜକୁ, ତାଙ୍କର ୱିଜଡମ୍କୁ, ତାଙ୍କ ଇଚ୍ଛାକୁ, ୱିଲ୍କୁ ସବୁକିଛି ପରମେଶ୍ୱର ପ୍ରକାଶିତ କରିଛନ୍ତି। ଦେଖାଉଛନ୍ତି, ଦେଖ ଏ ସ୍ୱର୍ଗ ରାଜ୍ୟରେ ମୋତେ ଯେମିତି ସାରା ସ୍ୱର୍ଗ ରାଜ୍ୟରେ 24 ଘଣ୍ଟା କୋଟି କୋଟି ଦୂତମାନେ ଆଉ ଯେ ଧାର୍ମିକ ଲୋକ ତୁମଠାରୁ ଆଗକୁ ପୂର୍ବରେ ପଳେଇ ଆସୁଛନ୍ତି, ସମସ୍ତେ ଆରାଧନା କରୁଛନ୍ତି। ସେମିତି ତୁମ ମଧ୍ୟ କରିବାର ଅଛି। ସାରା ଜଗତ ଦେଖାଅ, ତୁମେ ନିଶ୍ଚିତ ଭାବରେ ଏ ପବିତ୍ର ଆରାଧନା ସ୍ୱର୍ଗ ରାଜ୍ୟକୁ ତୁମେ ପହଞ୍ଚିବ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଆଶ୍ୱାସନ ଦେଉଛନ୍ତି, ସାନ୍ତ୍ୱନା ଦେଉଛନ୍ତି। ହାଲେଲୁୟା ହାଲେଲୁୟା। ସେଥିପାଇଁ ପ୍ରିୟମାନେ ଆମେ ଈଶ୍ୱରଙ୍କୁ କ'ଣ କରିବାର ଅଛି? ଆରାଧନା କରିବାର ଅଛି। ଆମେ ଜୀବିତ ମଣିଷ, ଆମ ସୁସ୍ଥ ସବଳ ରହୁଛନ୍ତି, ଆମ ଅନ୍ଧ ନାହିଁ, ଛୋଟ ନାହିଁ, ଗୁଣ୍ଡ ନାହିଁ, କିଛି ନାହିଁ, ଭଲରେ ଅଛେ। ଈଶ୍ୱରଙ୍କର ଅନୁଗ୍ରହ, ତାଙ୍କ ଦୟା, କ୍ଷମା, ତାଙ୍କ କୃପା, ତାଙ୍କ ଦୟା। ଏଥିପାଇଁ ଆମେ କ'ଣ କରିବାର ଅଛି? ପ୍ରଭୁଙ୍କୁ ସବୁବେଳେ ଧନ୍ୟବାଦ ଦେବାର ଅଛି। 24 ଘଣ୍ଟା ହୃଦୟରେ ଭଲ ଭାଷା, ଭଲ କଥା କରିବ। ଈଶ୍ୱରଙ୍କ ବାକ୍ୟକୁ ନ ଦେଖିକି କହିବାର ଅଛି, ଈଶ୍ୱରଙ୍କର ଗୀତକୁ ନ ଦେଖିକି ଗାଇବାର ଅଛି। ଏହା ଈଶ୍ୱରଙ୍କର ମହାନ ଶକ୍ତି, ସାମର୍ଥ୍ୟ, ଇଚ୍ଛା ଅଟେ। ଏଥିପାଇଁ ଆମେ କ'ଣ କରିବା? ପ୍ରଭୁଙ୍କୁ ଧନ୍ୟବାଦ ପ୍ରଶଂସା କରିବାର ଅଛି। ଆଜି ମୁଖ୍ୟ ବିଷୟ ହେଲା ସ୍ୱର୍ଗ ରାଜ୍ୟରେ ଯେ ପରମେଶ୍ୱରଙ୍କୁ ଆରାଧନା କରୁଛନ୍ତି, ଆମେ ମଧ୍ୟ ସେମିତିକା ଏ ଜଗତରେ ଆରାଧନା କରିବା। ପୃଥିବୀ ବଞ୍ଚିଲା ବେଳେ ଯେମିତି ଆମେ ଈଶ୍ୱରଙ୍କର ପ୍ରଶଂସା ଆରାଧନା କରିବା, ସ୍ୱର୍ଗରେ ସେମିତିକା କରିହେବ। ମଣିଷ ଯେ ଯେମିତି ଜଗତରେ କରୁଛି କର୍ମ, ସେ ନରକରେ ସେମିତି ଭୋଗିବ, ଆଉ ସ୍ୱର୍ଗରେ ସେମିତି ସେ ଭୋଗିବ। ଏଣୁ ଧନ୍ୟବାଦ ଦିଅ ଜୀବିତ ପ୍ରାଣୀମାନେ, ଈଶ୍ୱରଙ୍କର ସନ୍ତାନମାନେ, ତାଙ୍କର ଶିଷ୍ୟମାନେ, ଆଉ ଯେ ପ୍ରାଚୀନମାନେ, ପ୍ରିୟମାନେ, ଆଉ ଯିଏକି ଆମେ ଦେଖୁଛୁ ପ୍ରତ୍ୟେକ ପ୍ରାଣୀର 6 ପକ୍ଷ, ସେଇ ପକ୍ଷ ଗୁଡ଼ିକର ବାହାରେ ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ। ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଛନ୍ତି ଯେ ସର୍ବଶକ୍ତିମାନ, ଯେ ଭୂତ, ବର୍ତ୍ତମାନ ଓ ଭବିଷ୍ୟତ, ସେଇ ପ୍ରଭୁ ଈଶ୍ୱର ପବିତ୍ର ପବିତ୍ର ପବିତ୍ର। 4 ପର୍ବ ପ୍ରକାଶ ବାକ୍ୟ 4:8 ଲେଖା ଅଛି। ଦେଖନ୍ତୁ, ସେମାନେ ବିଶ୍ରାମ କରୁନାହାନ୍ତି। ଆମେ ଘଣ୍ଟା 2 ଘଣ୍ଟା ଆରାଧନା କରିବା ପାଇଁ, ଆଉ ଆଜିକାଲି ଲୋକମାନେ ବହୁତ ଅଳସ ହେଇଯିବେ। ଆମେ ଦିନ 6-7 ଘଣ୍ଟା ଲାଗେ 10 ଘଣ୍ଟା କଣ୍ଟିନ୍ୟୁ ଆରାଧନା କରୁଛୁ। ଆମେ କରୁଥିଲୁ ଉପବାସ ପ୍ରାର୍ଥନା କରିବା ସମୟରେ, ଉପବାସ ପ୍ରାର୍ଥନା କରିବା ସମୟରେ ସବୁବେଳେ ଯେମିତି ଲିଡର କୁହନ୍ତି ସେମିତି କରି ଚାଲିବାର। ସେମାନେ ବିଶ୍ରାମ କରୁନାହାନ୍ତି। 24 ଘଣ୍ଟା ଦିନ ରାତି ଆରାଧନା ଚାଲିଛି। ଦେଖନ୍ତୁ, ସେ ତ ଶୋଇବାଟା ନାହିଁ, ଖାଇବାଟା ନାହିଁ, ମୃତ୍ୟୁ ନାହିଁ, ଦୁଃଖ ନାହିଁ, କଷ୍ଟ ନାହିଁ, କିଛି ନାହିଁ। ସ୍ୱର୍ଗ ରାଜ୍ୟରେ ଈଶ୍ୱର ପାଖରେ ଥିଲା ଆଉ କ'ଣ ଲାଗିବ? କିଛି ଡର ନାହିଁ। ତାଙ୍କର ଗୁରୁତ୍ୱ ଆଉ ସେ ପରମେଶ୍ୱର ମଣିଷକୁ ସେମିତି ସୃଷ୍ଟି କଲେ। ପରମେଶ୍ୱର ପ୍ରଥମେ ଆଦାମକୁ ସୃଷ୍ଟି କଲେ କେମିତି? ପରମେଶ୍ୱରଙ୍କ ପରି, ପରମେଶ୍ୱରଙ୍କ ରୂପରେ। ଏଥିପାଇଁ ଆମେ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ପ୍ରଶଂସା କରିବାର ଅଛି। ଦିବାରାତ୍ର ତାଙ୍କୁ ଧନ୍ୟବାଦ ପ୍ରଶଂସା ଆରାଧନା କରିବାର ଅଛି। ହାଲେଲୁୟା ହାଲେଲୁୟା। ପବିତ୍ର ପବିତ୍ର ହେ, ପବିତ୍ର ପବିତ୍ର ହେ, ତୁ ସଚ୍ଚା ହେ ପ୍ରଭୁ, ତୁ ଝूठा नहीं, तू पवित्र पवित्र है, तू पवित्र पवित्र है, तू पवित्र
पवित्र पवित्र है, तू सच्चा है प्रभु। पवित्र है। हालेलुया हालेलुया। से परमेश्वर सदृश पवित्र धार्मिक दुनिया आउ के भी नहीं। एक परमेश्वर में पवित्र धार्मिक नहंती, से मात्र एकमात्र पवित्र सत्य जीवंत परमेश्वर। से समस्त को प्रेम करछन्ते, सृष्टि करछन्ते, समस्त प्रकार आवश्यकता से देउछन्ते। ये माने मनुष्य बंचार कोन पाए? मनुष्य केवल रविवार दिन ले मीटिंग करले, बाइबल धरबा, आ गीत गाय देबा, निजी प्रदर्शन करबा, कहने 26 घंटा परमेश्वर मन पकेबार अछि। 24 घंटा परमेश्वर धन्यवाद देवार अछि। 24 घंटा बाकी मन पके प्रभु धन्यवाद देवार अछि। आज बाकी से हमर मन पके धन्यवाद देवार अछि। आ ताको गीत गायबा गाउतर 24 घंटा न देखि करी या ईश्वर कर विश्वास प्रेम भक्तिर रूप। ए प्रकार विश्वास प्रेम भक्ति सहित ईश्वर का में 24 घंटा गुनगुनाई करी पाटी रे प्रभु धन्यवाद देवार अछि। या ईश्वर कर महान आदेश, परमेश्वर कर आदेश। और प्रभु को लोग केबे खराब भाषा खराब कथा करबार नै, कहा को कहबार नै। वे सुनतिल सेठी मो आउ किछि क्रिश्चियन लोक विरुद्ध रे सिपा करते क्रिश्चियन लोक विरुद्ध रे किछि अविश्वास माने तांकर कैस्ट तांकर लोक न कहउतिले बुझिले कि नै। एमा कोन जाउतिले किछि जिनिस धरिके आ सेमा कोन कहले तांको बोली एमान तांको कोन करछन्ते हमका कहछन्ते बोली गाली कर एमान किछि गाली करले बोली तांको कहछन्ते। फिर हम पे डायरेक्ट हम पाकर आसिक डायरेक्ट हमको ना धरिकी न कहला पर्यंत आमे केबे मध्य कहा किछि कहबार नै। काई का ईश्वर के लोक अविश्वास माने ताके जेमति कहले कोन कहले चलबो, कि हम किछि का किछि खराब भाषा कहबार नै, गाली करबार नै, कार चर्चा करबार नै, कार विरुद्ध कहबार नै। इनो प्रिय माने मन रखंतो आमे निजको सबेरे सुरक्षित भावे जागृत भावे रखिबार अछि जीवन को। नले सेमाने मध्य कोन करबा विश्वास में गंडोल करबे मारे किछ सब करबे। इन आम जीवन सबेला में का किछ कहबार नै केबे। काई के परमेश्वर पवित्र, हम ईश्वर कर लोक पवित्र लोक इला हम हृदय सबेला खराब भाषा आइबार नै केबे। का केबे खराब भावना करबार नै। काई ईश्वर मंदिर में ए मंदिर पवित्र इन ए मंदिर के विनाश करले परमेश्वर के विनाश करबे लिखाय छै। आम जीवन को आम मंदिर अन्य मंदिर समस्त ईश्वर मैंने अविश्वास कर मंदिर जीवन आम रक्षा करवार अच्छे केमती करवा प्रार्थना करवा जीवार अच्छे प्रभु विषय कहवार अच्छे। प्रभु तुम पाप क्षमा करते, तुम से आशीर्वाद करते, तुम से प्रेम कर तुमको तुम प्रेम कर तुमको तुम प्रेम कर सत्य परमेश्वर सदृश पवित्र सत्य आशीर्वाद कर परमेश्वर जगत आगे भी नहाते कहवार अच्छे। आज वाक्य सदापुर परमेश्वर पवित्र 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 प्रकाश वाक्य 4 तर 1:11 पद लिखाई छे। प्रकाश वाक्य 4 तर 8 पद लिखा जाय छे। 5 6 7 8 पद लिखा जाय छे। 24 घंटा ईश्वर को शरीर राज्य रे आराधना करछे। हमें कंटिन्यू घंटाटे पूरा पवित्र विश्वास पवित्र प्रेम पवित्र भक्ति सहित तांकर आराधना करबा छे। कम से कम घंटा अधिक आखि बंद करी गीत देखी न देखी एमती भजा मानिक प्रभुंकर मनिचार प्रभु को पाटी कला कर प्रशंसा प्रशंसा धन्यवाद धन्यवाद करे आराधना करते गीत गान करते ते परमेश्वर खुशी है। ये ईश्वर कर महान आज्ञा ये मैंने आज बाकी कौन स्वर्ग राज्य 24 घंटा प्रभु के लोक मैंने आराधना कर प्रशंसा कर विश्राम न कर आम तो विश्राम कर धन्यवाद हम समस्त जीवन परमेश्वर का आराधना करवा जीवन ये सब किसी स्फटिक षष्ठ बारे काछमय समुद्र पवित्र आत्मा द्वारा से संभव पवित्र आत्मा पाई पवित्र आत्मा द्वारा पवित्र आत्मा द्वारा आराधना प्रशंसा किसी प्रभु हम समस्त की बात आशीर्वाद करें। आमीन।